ରାମ ମନ୍ଦିରରେ ବିଜୟନ୍ତୀ ମାଲାଙ୍କ ନୃତ୍ୟ କଳା। 90 ବର୍ଷ ବୟସରେ ଦର୍ଶକଙ୍କୁ କଲେ ବିଭୋର। ଜାନୁଆରୀ 22ରେ ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା। ଏହା ପରେ ଜାନୁଆରୀ 27ରୁ ନିୟମିତ ଭାବେ ରାମଲଲାଙ୍କ ରାଗ ସେବା ଜାରି ରହିଛି। ଏହା 45 ଦିନ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଏହି ରାଗ ସେବାରେ ବିଶିଷ୍ଟ ସେଲିବ୍ରିଟିମାନେ ଯୋଗ ଦେବା ସହ କଳା ପ୍ରଦର୍ଶନ କରିଥିଲେ। ନିକଟରେ ବଲିଉଡର ଭେଟେରାନ ଅଭିନେତ୍ରୀ ତଥା ପୂର୍ବତନ କଂଗ୍ରେସ ସାଂସଦ ବିଜୟନ୍ତୀ ମାଲା ଏହି ରାଗ ସେବା ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ 90 ବର୍ଷୀୟ ବିଜୟନ୍ତୀ ମାଲାଙ୍କ ଭରତନାଟ୍ୟମ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଶିଷ୍ଟ କଣ୍ଠଶିଳ୍ପ ମାଳିନୀ ଅଗସ୍ଥି ଏକ୍ଷରେ ଏକ ଭିଡିଓ ସେୟାର କରି ଲେଖୁଛନ୍ତି, କଳାକୁ ଭକ୍ତିର ସର୍ବଶ୍ରେଷ୍ଠ ପଦ ଭାବରେ ବିବେଚିତ କରାଯାଇଛି। ବିଜୟନ୍ତୀ ମାଲାଙ୍କୁ ଦେଖ ଏହା ସ୍ପଷ୍ଟ ହୋଇଯାଇଛି। ରାମଲଲାଙ୍କ ରାଗ ସେବା ପାଇଁ ଅଯୋଧ୍ୟା ଆସିଛନ୍ତି ବିଜୟନ୍ତୀ ମାଲା। 90 ବର୍ଷ ବୟସରେ ତାଙ୍କୁ ନୃତ୍ୟ କରୁଥିବାର ଦେଖ ଆଭାସ ହେଲା ଯେପରି ଏହା ହିଁ ହେଉଛି ଭାରତୀୟ କଳାର ଆଧ୍ୟାତ୍ମିକ ଆନନ୍ଦ, ମୋକ୍ଷର ସାଧନା। ଏହି ସାଧନାର ଜୟ ହେଉ, ଏହି ଆନନ୍ଦର ଜୟ ହେଉ। ଏହି ଭିଡିଓ ଦେଖ ଅନେକ ୟୁଜର ଲାଇକ୍ ଓ କମେଣ୍ଟ ମଧ୍ୟ କରିଛନ୍ତି। କହି ରଖୁଛୁ, ବିଜୟନ୍ତୀ ମାଲା ହେଉଛନ୍ତି ଦେଶର ଲୋକପ୍ରିୟ ଅଭିନେତ୍ରୀ, ନୃତ୍ୟାଙ୍ଗନା ତଥା ନୃତ୍ୟ ଗୁରୁ। 1984ରେ ଚେନ୍ନାଇରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭା ଆସନରେ ବିଜୟ ଲାଭ କରିଥିଲେ।